ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖନିସ୍ଥିତ ଜଙ୍ଗମ ସାହି ନିକଟରେ। ଏହି ଜଙ୍ଗମ ସାହିରେ ଗୋସାଣୀ ବ୍ଲକର ସୋବ୍ରା ପଞ୍ଚାୟତର ନୀଳକଣ୍ଠ ପଟ୍ଟନାୟକ ରୁହନ୍ତି। ଏଠାରେ ଛୋଟ ଦୋକାନଟି କରି ନିଜର ପ୍ରତିପୋଷଣ କରୁଛନ୍ତି ଏବଂ ତାଙ୍କର ପେଶା ହେଲା ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ। ନିଶା ହେଲା ରକ୍ତଦାନ କରିବା। ରକ୍ତଦାନ ଗୋଟେ ମହତ୍ କାର୍ଯ୍ୟ। ଏହିଭଳି କାର୍ଯ୍ୟ ସେ 144 ଥର ରକ୍ତଦାନ କରି ପ୍ରଶଂସିତ ହୋଇଛନ୍ତି ଏବଂ ସମାଜରେ ତାଙ୍କୁ ଲୋକ ଭୂୟସୀ ପ୍ରଶଂସା କରିଥିଲେ। ଏବେ ମଧ୍ୟ ସାଧାରଣତନ୍ତ୍ର ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି। ଚାଲନ୍ତୁ ବୁଝିବା ତାଙ୍କଠାରୁ। ସାର୍, ଆପଣ ପରିଚୟଟା କ'ଣ କହିବେ? ନୀଳକଣ୍ଠ ପଟ୍ଟନାୟକ, ଗ୍ରାମ ହାତୀବାଡ଼ି, ସୋବ୍ରା ପଞ୍ଚାୟତ, ଗୋସାଣୀ ବ୍ଲକ, ଜିଲ୍ଲା ଗଜପତି। କ'ଣ କହିବେ? ଆପଣ 144 ଥର ରକ୍ତଦାନ କରି କେତେ ଖୁସି ଅଛନ୍ତି, କ'ଣ କହିବେ? ସାର୍, ମୁଁ ବହୁତ ଖୁସି ଅଛି। ଏହିଭଳି କାର୍ଯ୍ୟ ରକ୍ତଦାନ କେଉଁଠାରେ କରୁଛନ୍ତି, କେଉଁ ଅନୁଷ୍ଠାନରୁ ଆପଣ ପ୍ରଶଂସିତ ହୋଇଛନ୍ତି, ଏହା ଉପରେ କ'ଣ କହିବେ? ନାଇଁ ସାର୍, ମୁଁ ସବୁଠାରେ କରିଛି। ବେଙ୍ଗଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, ଆଉ ଶ୍ରୀକାକୁଲମ, ବ୍ରହ୍ମପୁର, ଭୁବନେଶ୍ୱର, ଆମର ଶ୍ରୀକାକୁଲମ, ହାଇଦ୍ରାବାଦ, ୱାଇଜାଗ ମଧ୍ୟ। ଏବେ ୱାର୍ଲଡ ରେଡ୍ କ୍ରସ୍ ଡେ ଦିବସ ଦିନ ମଧ୍ୟ ଦେଇଥିଲି। ଏମିତି ଦେଇଛି 144 ଥର ଦେଇଛି। ମୋ ସହ ଇଚ୍ଛାରେ ମୁଁ ଦେଇ ଚାଲିଛି। ଜଲିନ ମହାନ୍ତି, କ'ଣ କହିବେ? ଆପଣଙ୍କର ସ୍ୱାମୀ 144 ଥର ରକ୍ତଦାନ କରି ପ୍ରଶଂସିତ ଅଛନ୍ତି, କେତେ ଖୁସି ଅଛନ୍ତି, ଏହା ଉପରେ କ'ଣ କହିବେ? ଖୁସି ଅଛି। କେତେ ଆପଣଙ୍କୁ ଖୁସି ଲାଗୁଛି ଏଇଭଳି କାର୍ଯ୍ୟକ୍ରମ? ବହୁତ ଖୁସି ଲାଗୁଛି। ଏଇଭଳି କାର୍ଯ୍ୟକ୍ରମ କରିଥିବାରୁ ଆପଣ କେତେ ଗର୍ବିତ ଅଛନ୍ତି? ବହୁତ ଗର୍ବିତ ଅଛି। ଆପଣଙ୍କୁ ସରକାର କ'ଣ କହିବେ? ସରକାର ଆମେ ଘର ନାହିଁ, ଭଡ଼ାରେ ରହୁଛୁ। ଘର ଟିକେ ହେଇଥିଲେ ଆମକୁ ପିଲାମାନଙ୍କୁ ଧରିକି ଆମେ ରହିଥାନ୍ତୁ। ଆପଣ ସରକାରଙ୍କ ପକ୍ଷରୁ କ'ଣ ପ୍ରୋତ୍ସାହନ ମିଳିଛି କି ଆପଣଙ୍କୁ? ସାହାଯ୍ୟ ସହଯୋଗ ମିଳିଛି? କ'ଣ କହିବେ ସରକାରଙ୍କୁ? ସରକାରକୁ କହିବାକୁ ମୁଁ ଚାହୁଁଛି ଯେ ମୋତେ ଟିକେ ବାସା ନେଇକି ଅଛି, ବାସା ଟିକେ ମୋତେ ଯୋଗାଇ ଦେଇଥିଲେ ହେଇଥାନ୍ତା, ସେତିକି। ଯାହା କହୁଥିଲେ ନୀଳକଣ୍ଠ ପଟ୍ଟନାୟକ, ତାଙ୍କେ ସମାଜର ମୁଖ୍ୟ ସ୍ରୋତକୁ ଆସିଲେ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ତେଣୁ ସରକାର ବା ଜିଲ୍ଲା ପ୍ରଶାସନ ତାଙ୍କୁ ସାହାଯ୍ୟରେ ହାତ ବଢ଼ାଇଲେ ସମାଜର ମୁଖ୍ୟ ସ୍ରୋତ ଆସି ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ଏହିଭଳି କାର୍ଯ୍ୟ ତାଙ୍କେ ଜାରି ରଖିଛନ୍ତି। ଯେଉଁ ସମୟରେ ଅସୁବିଧା ହୁଏ ଖୋଜା ପଡ଼େ ନୀଳକଣ୍ଠ ପଟ୍ଟନାୟକଙ୍କୁ। ସ୍ୱଚ୍ଛକର୍ତ୍ତା ଭାବେ ରକ୍ତଦାନ କରି ସେ ପ୍ରଶଂସିତ ହୋଇଛନ୍ତି। ଏହିଭଳି ବ୍ୟକ୍ତିତ୍ୱ ଥିବା ସମାଜରେ କମ୍ କୁଚିତ ଲୋକକୁ ଦେଖାଯାଆନ୍ତି। ସ୍ୱାର୍ଥପର ଦୁନିଆରେ ଏହିଭଳି ଲୋକ ରକ୍ତଦାନ କରି ମହତ୍ କାର୍ଯ୍ୟ କରିଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।